ବାହାନଗା ବ୍ଲକରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ। ଜିଲ୍ଲାପାଳ ନ ଆସିବାରୁ ଅସନ୍ତୋଷ ପ୍ରକାଶ କଲେ ଅଭିଯୋଗକାରୀ। ଜନଶୁଣାଣି ସମୟ ପୂର୍ବରୁ ଶିବିରରୁ ଉଠି ପଳାଇଗଲେ ଅନେକ ବିଭାଗୀୟ ଅଧିକାରୀ। ବାହାନଗା ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକଙ୍କର ମିଳିତ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଜି ଜିଲ୍ଲାପାଳ ଅନୁପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ବହୁ ଅଭିଯୋଗକାରୀ ଅଭିଯୋଗ ପତ୍ର ନ ଦେଇ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିବାର ଦେଖିବାକୁ ମିଳିଥିଲା। ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିକ୍ରେ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ସିଡିଏମଓ ଦୁଲାଲ ସେନ ଜଗଦେବ, ବିଡିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ସସ୍ମିତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗର ଶୁଣାଣି କରିଥିଲେ। 108 ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ରେଡକ୍ରସ ଜନିତ 2ଟି ସମସ୍ୟା, ଆବାସ ଜନିତ 4ଟି ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ 60ଟି ସମସ୍ୟାକୁ ତତ୍କାଳ ସମାଧାନ କରାଯାଇଥିଲା। ଶିବିର ସରିବା ପୂର୍ବରୁ ବିଭିନ୍ନ ବିଭାଗର ଅଧିକାରୀମାନେ ସଭାଗୃହରୁ ଚାଲିଯିବା ଯୋଗୁଁ ଶିବିର ଫାଙ୍କା ପଡ଼ିଯାଇଥିଲା। ଅନେକ ଅଭିଯୋଗକାରୀ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କିଛି ମହିଳା ସଂଗଠନ ବ୍ଲକ ସମ୍ମୁଖରେ 7 ଦଫା ଦାବି ନେଇ ଧାରଣା ଦେଲେ। ବ୍ଲକର ସମସ୍ତ ଇସି ସଭ୍ୟା ଜିଲ୍ଲାପାଳଙ୍କ ଅନୁପସ୍ଥିତ ଇସିମାନଙ୍କ ସମସ୍ୟାର ଶୁଣାଣି ହୋଇପାରିଲା ନାହିଁ। ବାହାନଗା ବ୍ଲକର ଯୁଗ୍ମ ଜନଶୁଣାଣି ଶିବିର ଥିଲା। ପଞ୍ଚାୟତ ସ୍ତରରେ ଗଠନ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କ କମିଟିର ଇସିମାନେ ନିଜର 7 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜନଶୁଣାଣିରେ ଦେବାକୁ ଆସିଥିଲେ, କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ଏହାକୁ ଆମେ ଗ୍ରହଣ କରିପାରିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଫଳରେ ସମସ୍ତ ପଞ୍ଚାୟତରୁ ଆସିଥିବା ଇସି ମହିଳାମାନେ ନିରାଶ ହୋଇ ଫେରି ଯାଇଥିଲେ। ସମସ୍ତଙ୍କର ବେତନ ବଢ଼ିଥିବା ବେଳେ ଇସି ମହିଳାମାନଙ୍କର ଦରମା ବଢ଼ାଯାଇନଥିବା ସହ ଅନ୍ୟ ଦାବି ନେଇ ସେମାନେ ସୋମବାର ବ୍ଲକରେ ଆସି ଧାରଣା ଦେବା ସହ ହୋହଲ୍ଲା କରିବା ଦେଖିବାକୁ ମିଳିଥିଲା। ବାହାନଗାରୁ ଶିଶିର କୁମାର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।